ଓଡ଼ିଶା ସରକାରଙ୍କ ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍, ଯାହାକି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଯୋଜନା ଅନୁସାରେ ଗରିବ ଓ ନିମ୍ନ ଆୟ ବର୍ଗର ପରିବାରର କନ୍ୟାଙ୍କ ବାହାଘର ପାଇଁ ମୋଟ 51,000 ଟଙ୍କାର ସହାୟତା ମିଳିବ। ଏଥିରୁ 35,000 ଟଙ୍କା ସିଧାସଳଖ କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ବିବାହ ପଞ୍ଜୀକରଣ ହେବା ପରେ 7 ଦିନ ମଧ୍ୟରେ ଏହି ଟଙ୍କା ମିଳିବ। ସେହିପରି 10,000 ଟଙ୍କାର ଉପହାର ପ୍ୟାକେଟ୍ ଦିଆଯିବ ଏବଂ ବାହାଘର ସାଜସଜ୍ଜା ଓ ପୃଥ୍ୱୀଭୋଜନ ପାଇଁ 6,000 ଟଙ୍କାର ସହାୟତା ମଧ୍ୟ ରହିଛି। ଏହି ଯୋଜନାର ଲାଭ ନେବା ପାଇଁ କନ୍ୟାଙ୍କ ବୟସ 18ରୁ 35 ବର୍ଷ ମଧ୍ୟରେ ହେବା ଦରକାର ଏବଂ ବରର ବୟସ 21ରୁ 35 ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଯଦି ବିଧବା ପୁନର୍ବିବାହ କରୁଥିବେ, ଏହି ମହିଳାଙ୍କୁ ମଧ୍ୟ ଏହି ସୁଯୋଗ ଦିଆଯିବ। ଏହି ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ମଧ୍ୟ ମିଳିବ। ଆବେଦନକାରୀ ଅଧିକ ହେଲେ ବିଧବା, PVTG, SC ଏବଂ ST ଶ୍ରେଣୀର ଲୋକମାନଙ୍କୁ ଅଗ୍ରାଧିକାର ଦିଆଯିବ। ବିବାହ କରିବା ପୂର୍ବରୁ କମ୍ ସେ କମ୍ 7 ଦିନ ପୂର୍ବରୁ ଆବେଦନ କରିବା ଆବଶ୍ୟକ। ଏହି ଯୋଜନାକୁ ମା ତାରାତାରିଣୀ ମନ୍ଦିର ପରିସରରେ ହୋଇଥିବା ସାମୂହିକ ବିବାହରେ ପ୍ରାୟ 200ରୁ ଅଧିକ ନବଦମ୍ପତି ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତ ନବଦମ୍ପତିଙ୍କୁ 51,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ତେବେ ଦର୍ଶକ ବନ୍ଧୁ, ଯଦି ଆପଣମାନେ ଏପର୍ଯ୍ୟନ୍ତ ଏହି ଯୋଜନାରେ ଆପ୍ଲାଏ କରିନାହାନ୍ତି, ତେବେ ଖୁବ୍ ଶୀଘ୍ର ଏହି ଯୋଜନାରେ ଆପ୍ଲାଏ କରିଦିଅନ୍ତୁ। ତାହେଲେ ଯାଇ ଆପଣମାନେ 51,000 ଟଙ୍କାର ସହାୟତା ରାଶି ପାଇପାରିବେ। ଆଉ ଯଦି ଆପଣମାନେ ଜାଣିପାରୁନାହାନ୍ତି, ନିହାତି ଭାବରେ କମେଣ୍ଟ କରନ୍ତୁ। ମୁଁ ଆପଣମାନଙ୍କୁ ନେକ୍ସଟ ଭିଡ଼ିଓରେ ଜଣାଇଦେବି ଆପଣମାନେ କିପରି ଏହି କନ୍ୟା ବିବାହ ଯୋଜନାରେ ଆପ୍ଲାଏ କରିବେ ଆଉ କ'ଣ କ'ଣ ଡକୁମେଣ୍ଟ ଦରକାର ହେବ। ତେବେ ରହୁଛି ଦର୍ଶକ ବନ୍ଧୁ, ଦେଖା ହେବା ଆଉ ଏକ ନୂଆ ଅପଡେଟ୍ରେ।